ମୋ ସିନ୍ଦୁରର ଅଧିକାର ଧାରାବାହିକରେ ଆପଣମାନେ ଦେଖିବେ ଆଦିତ୍ୟ କହିବେ ମୁଁ ସେ ପିଲାକୁ ଏକ୍ସେପ୍ଟ କରିବିନି। ମୁଁ ତାକୁ ଏକ୍ସେପ୍ଟ କରିବି ଯାହା ଦେହରେ ମୁକ୍ତି ଆଉ ମୋ ରକ୍ତ ବହୁଥିବ, ନତାଶାର ନୁହଁ। ଧନ କହିବେ ଆଦି ତୁ ଏସବୁ କ'ଣ କହିଯାଉଛୁ? ନତାଶା ଏସବୁ ଏ ଘର ପାଇଁ କରୁଛି ଆଉ ଏ ଘରର ଉତ୍ତରାଧିକାରୀ। ଆଦି କହିବେ ବାସ୍ ନାନା, ଶେଷରେ ତମେ ବି ସେ ନତାଶାର ସାଥ ଦେଉଛ। ହେଲେ ମୁଁ ଏସବୁ କରିପାରିବିନି। ଲାଲି କହିବେ ଧନ ତୁ ଏସବୁ କ'ଣ କହିଯାଉଛୁ? ଧନ କହିବେ ସେଇଆ ଯାହା ଏ ଘର ପାଇଁ ଠିକ୍ ହବ, କିଏ ମାନୁ କି ନ ମାନୁ। କିନ୍ତୁ ନତାଶାର ପେଟରେ ବଢ଼ୁଥିବା ପିଲାକୁ ମୁଁ ଉତ୍ତରାଧିକାରୀ ଭାବରେ ଗ୍ରହଣ କରିବାକୁ ରାଜି ଅଛି। ଆଉ ସେ ପିଲା ବିଷୟରେ କେହି କିଛି ବି କହିଲେ ମୁଁ ତାକୁ ଜମା ବି ଛାଡ଼ିବିନି। ରାଗିଣୀ କହିବେ ଶେଷରେ ତୁ ତ ଅସଲ ଔକାତ ଦେଖେଇଦେଲୁ ଧନଶ୍ରୀ। ଆଚ୍ଛା ତାହେଲେ ତୁ ଏସବୁ ପଛରେ ଅଛୁ। ସତ କଥା ହେଲା ଆଜି ପର୍ଯ୍ୟନ୍ତ ତୁ ମିଛ ନାଟକ କରିକି ମାହିକୁ ଏକ୍ସେପ୍ଟ କରିଛୁ ବୋଲି ନାଟକ କରୁଥିଲୁ। ଧନ କହିବେ ହ୍ୱାଟ୍ ଡୁ ୟୁ ମିନ୍? ରାଗିଣୀ କହିବେ ତୁ ଏହାର ଅର୍ଥ ବହୁତ ଭଲ ଭାବରେ ଜାଣିଛୁ। ତୁ ମୋ ଗୋଟେ ଭଉଣୀର ସଂସାର ନଷ୍ଟ କରିବାକୁ ଆଉ ଗୋଟେ ଭଉଣୀକୁ ୟୁଜ୍ କରୁଛୁ। ଆଉ ଏ କଥା ମୁଁ ବେଶ ଭଲ ଭାବରେ ଜାଣିଛି। ହେଲେ ମୋ ଭଉଣୀକୁ ମତେଇକି ତୁ ମାହିର ଜୀବନ ନଷ୍ଟ କରିବାକୁ ମୁଁ ତତେ ଜମା ବି ଦେବିନି। ଆଉ ତୋରି କଥାରେ ଡୁଡୋ କନସିଭ୍ କରିଛି, ନହେଲେ କାହାର ପରମିଶନ ନ ନେଇ ସେ ଏତେ ବଡ଼ ଡିସିସନ ଏକୁଟିଆ କେମିତି ନେଇପାରିବ? ତୋର ଯାହା କରିବା କଥା ତୁ କରିସାରିଛୁ। ହେଲେ ଏବେ ତା ସହିତ ସେଇଆ ହବ ଯାହା ମୁଁ କହିବି। ତା ବାପା ମା ଗାର୍ଡିଆନ ହେଉଛି ମୁଁ। ଆଉ ଏ ବେବିକୁ ସେ ଜନ୍ମ ଦେବ ନ ଦେବ ସେ ଡିସିସନ ବି ମୁଁ ନେବି। ଜେଜେବାପା ଜେଜେମା ମୋତେ କ୍ଷମା କରିଦେବେ, କିନ୍ତୁ ଡୁଡୋ ଏ ପିଲାକୁ ଜନ୍ମ ଦେବନି। ଏହାପରେ ସମସ୍ତେ ସେଠାରୁ ଚାଲିଯିବେ। ଧନ କହିବେ ଏ ଘରକୁ ଆସିବା ତୋ ଇଚ୍ଛା ଥିଲା, ହେଲେ ଏ ଘରୁ ତୁ ମୋ ଇଚ୍ଛାରେ ଯିବୁ। ମୁଁ ଯେଉଁ ଜାଲ ବିଛେଇଛି ସେଥିରୁ କେହି ବି ମୁକୁଳି ପାରିବେନି। ଏବେ ସେଇଆ ହେବ ଯାହା ମୁଁ ଚାହିଁବି। ଏପଟେ ଶାଲିନୀ କହିବେ ତମେ ଏତେ ବଡ଼ କଥା ମୋତେ ଲୁଚେଇଥିଲ କାହିଁକି? ନତାଶା କହିବେ ତମେ ଏତେ ରାଗୁଛ କାହିଁକି? ଏବେ ତ ସବୁକିଛି ଆମ ହିସାବରେ ହେଉଛି। ଧନ ଆସି କହିବେ ତୋ ପାଇଁ ଏତେ ସହଜ ନୁହଁ ନତାଶା। ନତାଶା କହିବେ ଆଣ୍ଟି ଆପଣ ଏ କ'ଣ କହୁଛନ୍ତି? ଏବେ ମୋତେ କିଏ ଅଟକେଇବ? ଧନ କହିବେ ତୋର ସବୁ ସ୍ୱପ୍ନ ଏବେ ମାଟିରେ ମିଶିଯିବ। ତୋ ନିଜ ଭଉଣୀ ତୋ ରାସ୍ତାର କଣ୍ଟା ହେବ। ଆଉ ତୋ ଭଉଣୀ ତତେ ଏଠୁ ନେଇଯିବାକୁ ପ୍ଲାନ୍ କରିସାରିଛି।